ମାତ୍ର 2 ଚାମଚ ତେଲରେ ସକାଳର ଜଳଖିଆ ଚାଲନ୍ତୁ ବନେଇବା। ମୁଁ ଏଠି କିଛି ସୁଜି ନେଇଛି, ଗୋଟେ ଗିନା ସାହାଯ୍ୟରେ ମାପିକି ନେଇଛି। ତା ସେଇ ସେମ୍ରେ ପୁଣି ଦହି ନେଇଛି। ଏଠି କିଛି ଇନୋ ନେଇଯାଇଛି। ଇନୋ ଆଉ ଦହି ସୁଜିକି ଭଲସେ ପୁରା ମିକ୍ସ କରିଦେଇଛି। ଟିକେ ଗାଢ଼ା ଲାଗିଲା ବେଳକୁ ମୁଁ ଟିକେ ପାଣି ଦେଇଛି। ପାଣି ଦେଇକି ଆଉ ଟିକେ ନାକୁ ଭଲସେ ଏଠି ଫେଣ୍ଟି ଦେଇଛି। ଫେଣ୍ଟି ସାରିଲା ପରେ କିଛି ଗାଜର, ପିଆଜ, ଭୃଷଙ୍ଗ ପତ୍ର, କଞ୍ଚା ଲଙ୍କା ଦେଇଛି। ଆଉ କିଛି ଏଠି ଛୁଙ୍କ ଟାଇପ୍ର ଦେଇଛି, ସୋରିଷ ଆଉ ଭୃଷଙ୍ଗ ପତ୍ର ଦେଇକି ତାକୁ ସବୁ ଭଲସେ ମିକ୍ସ କରିଦେଇଛି, ମିଶାଇ ଦେଇଛି। କିଛି ଲୁଣ ନେଇଛି, ସ୍ୱାଦ ଅନୁସାରେ ଲୁଣ ପକାଇଛି। ଲୁଣ ଦେଇକି ଏବେ ପୁଣି ଆଉ ଥରେ ତାକୁ ଭଲସେ ଗୋଳେଇକି 10 ମିନିଟ୍ ପାଇଁ ରେଷ୍ଟ ପାଇଁ ଆମେ ଛାଡ଼ିଦେବା। ତାକୁ ଟିକେ ରେଷ୍ଟ ନେଇଗଲେ ସୁଜିଟା ଫୁଲିଯିବ। ଭଲସେ ଗୋଳେଇକି ଏଠି 10 ମିନିଟ୍ ପାଇଁ ରେଷ୍ଟ ଦେଇକି ଛାଡ଼ିଦେଲି। ତାପରେ 10 ମିନିଟ୍ ପରେ ମୁଁ ଏଠି ଗୋଟେ କଂସା ସାହାଯ୍ୟରେ ତେଲରେ ମାରିଦେଇଛି। ତେଲରେ ମାରିକି ସେ ବେଟର ତକ ତା ଦେହକୁ ଢାଳି ଦେଇଛି। ମୋର ଏଠି ଷ୍ଟାଣ୍ଡ ନାହିଁ ବୋଲିକା ମୁଁ ଗୋଟେ କଡ଼େଇରେ ତାଟିଆ ଏମିତି ଲେଉଟିକି ଥୋଇକି ଥାଳିଆ ତାପରେ ଦେଇଛି ବେଟରଟା ଦେଇଛି। ଦେଖନ୍ତୁ ଛୁରୀ ସାହାଯ୍ୟରେ ମୁଁ ଦେଖିଛି କେମିତି ସିଝି ଯାଇଛି। ସିଝି ଗଲା ପରେ ମୁଁ ଏମିତି କାଢ଼ି ଦେଇଛି। ହେଇଗଲା ଆମର ସକାଳ ଜଳଖିଆ।